ଏ କ'ଣ ଘଟିଲା ପ୍ରଭୁତିନେ? ସେଇ ପାପୀ ସେନାପତି ଆମ ଦୁହିଁଙ୍କୁ ମାଡ଼ ମାରିବାରେ ରାଜ୍ୟରୁ ବିତାଡ଼ିତ କରିଦେଇଛି। ଆମେ ରହିବା କେଉଁଠି, ଯିବା କୁଆଡ଼େ? ସ୍ୱାମୀ, ଯାହା ଆମ ଭାଗ୍ୟରେ ଅଛି ପ୍ରଭୁତିନେ, ତା ତ ଆମେ ନିଶ୍ଚୟ ଭୋଗିବା ସ୍ୱାମୀ। ହେଲେ ପାଏ ଟୋପାଏ ପିଇକି କେତେ ଦିନ ବଞ୍ଚିବା? ମୋତେ ତ ଚାରିଦିଗ ଅନ୍ଧାର ଦେଖାଯାଉଛି। କିଛି ବୁଦ୍ଧି ବାଟ ଦିଶୁନି, କେମିତି ବଞ୍ଚିବା ପ୍ରଭୁତିନେ? ସ୍ୱାମୀ, ଆମେ ସେଇ ଗ୍ରାମକୁ ଯାଇ ଭିକ ମାଗିକି ଖାଇବା ସ୍ୱାମୀ। ଏ କ'ଣ କହୁଛ ପ୍ରଭୁତିନେ ତମେ? ଆମେ ପୁଣି ଏ ଗ୍ରାମ ସେ ଗ୍ରାମ ବୋଲି ଭିକ ମାଗିବା? ହଁ ସ୍ୱାମୀ, ହେଲେ ରାଜ୍ୟର ଜନପ୍ରଜା ଆମକୁ କ'ଣ କହିବେ ପ୍ରଭୁତିନେ? ଆଉ ସେତେବେଳେ ତମେ ଧୈର୍ଯ୍ୟ ଧରି ରହିପାରିବ କି? କାହିଁକି ଧୈର୍ଯ୍ୟ ଧରି ପାରିବିନି ସ୍ୱାମୀ? ଯେତେ କଷ୍ଟ ଆସୁ ପଛେ ମୁଁ ମୁଣ୍ଡ ପାତି ସହିଯିବି ସ୍ୱାମୀ। ହେ ଭଗବାନ, ହେଲେ କେବେ ମନ ଦୁଃଖ କରିବିନି ସ୍ୱାମୀ, କେବେ ମନ ଦୁଃଖ କରିବିନି। ହେ ମା ମାଉସୀ, ହେ ଦୟାକାରୀ ବାବୁମାନେ, ଭୋକ ବିକଳରେ ଆମେ ଦୁଇ ଜଣ ଅଛୁ। ଖାଇବାକୁ କିଛି ବି ନାହିଁ ଆମ ପାଖରେ। ଆମକୁ କିଛି ଭିକ ଦିଅ ମା, ଆମକୁ କିଛି ଭିକ ଦାନ ଦେଲେ ଭଗବାନ ଆପଣମାନଙ୍କ ମଙ୍ଗଳ କରିବେ। ଭିକ୍ଷା ମୁଠେ ଦିଅ ମାଗ, କରୁଛି ଦାଇନି କାବି କାଲାରେ ପେକା, কাবি কালারে পেখা জানুছি জানানে, জানুছি জানানে মাগ কারুছি দাইনে। ভিকা মুখে দিয়া সাজি কালো তো ভাগারে বিজয় লেখাই ভিক্ষা মোটে দিয়া মাগো কারুছি গুহারি গো কারুছি গুহারি।
ସେଇ ଗ୍ରାମକୁ ଯାଇ ମୁଁ ବି ତମ ସାଥେ ସାଥେ ଭିକ ମାଗି ଆଣିଛି। ହେ ଜନସମାଜ ଦେଖ ମୋତେ ଆଜି ଏ ରାଜାଟା ସବୁଦିନ ପାଇଁ ଭିକରେ ସାଜି ଯାଇଛି। ହେଲେ ପ୍ରଭୁ ଦିନେ ସ୍ୱାମୀ ତମେ ଏଇ ବଟ ବୃକ୍ଷ ତଳେ ବିଶ୍ରାମ କର। ମୁଁ ଏଇ ପାଖ ଜଙ୍ଗଲକୁ ଯାଇ ରୋଷେଇ ପାଇଁ କାଠ ସଂଗ୍ରହ କରି ଆସିଛି। ମୁଁ ଶୀଘ୍ର ଫେରି ଆସିବି, ଅପେକ୍ଷା କରି ରହିଥାଉ ମୋତେ। ଠିକ ଅଛି ସ୍ୱାମୀ, ଶୀଘ୍ର ଫେରି ଆସିବେ ସ୍ୱାମୀ। ହଁ ପ୍ରଭୁ ଦିନେ আহারে রইব তুই একই কষ্ট দেলো মানিক রাজাকু কাঠুরিয়া সজেইল ধন্য মহাবাহু তুম ইচ্ছা পুরাণ ধন্য মহাবাহু তুম ইচ্ছা পুরাণ হে ও ফাটিলা কপাল মোর বুড়িলাড়ি চুরি তটি কেটে নারতি সকালা ধন্য ধন্য লোহর মুখ পাল কুতিবি ধন্য ধন্য লোহর মুখ পাল কুতিবি हे ठाकुरी ओ राजा तिला सबरे खीरे गुआ घी मिसाई आपण को भोग लगुथिरे आउ सेदिन मो दुई पक खाइबा को देई आबे स्वामी भोजन करुथिलु हेले आज तम पाखरे भोग लगेबा पाई ओ पाखरे किछि रही ठाकुरे रहिदिने भोकरे पेटटा जहि जाउछि मते किछि खाइबाको देई पारिब प्रिय ରୋଷେଇ ସରି ଯାଇଛି ସ୍ୱାମୀ। ରୋଷେଇ ସାରି ଦେଇଛ? ମୁଁ ପାଣି ନେଇକି ଆସୁଛି ସ୍ୱାମୀ। ହଁ ପ୍ରଭୁଜନେ ଏ ଠାକୁରେ କେଉଁ ଜନ୍ମରେ କି ଦୋଷ କରିଥିଲୁ ଆଜି ରାଜା ରାଣୀ ଏ ଦଣ୍ଡ ସେ ଦଣ୍ଡ ହୋଇ ମାଗୁଛୁ। এই ପାଣି ନିଅନ୍ତୁ ସ୍ୱାମୀ। ଥାଉ ପ୍ରଭୁଜନେ ଆଜି ମୁଁ ଖାଇବିନି ମତେ ଭୋକ ନାହିଁ ମୋ ଦୁଇ ପଙ୍କ କଥା ବେଶୀ ମନେ ପଡ଼ି ଯାଉଛି ଘରେ ଚାଲିଗଲେ ମୋ ଦୁଇ ପୁଅ
ତାକୁ ଟିକେ ମଧ୍ୟ ମୁଁ ଦେଖି ପାରିଲିନି। ପାଣିଟା ତମେ ରଖିଦିଅ। କାହିଁକି ମନା କରୁଛନ୍ତି ମୁଁ ସ୍ୱାମୀ? ଜମାରୁ ଖାଇବିନି। ତୁମେ ନ ଖାଇଲେ ଆମେ କେମିତି ବଞ୍ଚିବା? ପ୍ରଭୁଜେ ମୋ କଥା ମାନିକି ତୁମେ ଖାଇ ନିଅନ୍ତୁ ସ୍ୱାମୀ। ତମେ ଯେତେବେଳେ କହୁଛ ଖାଇବି ତ ନିଶ୍ଚୟ। ନିଅନ୍ତୁ ସ୍ୱାମୀ। ଦିଅ ଦିଅ ପାଣି। ଏପର୍ଯ୍ୟନ୍ତ ଦି ଜଣ ମୋ ରାଜ୍ୟ ପରିତ୍ୟାଗ କରି ନାହାନ୍ତି କାହିଁକି? କଣ କରିବୁ ବାବୁ? ଭୋକ ବିକଳ କୌଶଳୀର ପାଣି ହେ ଦାଟ ସେ ଦାଟ ହୋଇ ଭିକ ମାଗିକି ଖାଉଛି। ଭାଇ ଚୁପ୍ କର! ଏ ହଉଛି ମୋର ରାଜ୍ୟ। ମୋ ରାଜ୍ୟରେ ଭିକ ମାଗି ଖାଇବା ପାଇଁ ତମ ଦି ଜଣଙ୍କର କୌଣସି ସ୍ଥାନ ନାହିଁ। ନାଇଁ କୌଣସି ସ୍ଥାନ। ହେ ଦୁଃଖୀ ଦରିଦ୍ର କେମିତି ବଞ୍ଚିବେ ବାବୁ? ଦୁଃଖୀ ଦରିଦ୍ର ପୁଣି ମୋ ରାଜ୍ୟରେ ଦୁଃଖୀ ଦରିଦ୍ର ଭିକାରୀ କେହି ନାହାନ୍ତି ଭାଇ, କେହି ନାହାନ୍ତି। ଭାଇ ମନେ ପକା ସେଇ ଅତୀତର କଥା। ଯୋଉଦିନ ତୁ ମାଣିକଗଡ଼ ରାଜ୍ୟରେ ରାଜା ଥିଲା ସମୟରେ ରାଜ୍ୟର ଜନ ପ୍ରଜାଙ୍କ ଉପସ୍ଥିତିରେ ଯୋଉ ନିଷ୍ପତ୍ତି ନେଇଥିଲୁ, ତ ବଡ଼ ପୁଅ ଅକ୍ଷୟକୁ ରାଜା କରି ନିଷ୍କଣ୍ଟକ ଭାବରେ ମାଣିକଗଡ଼ ରାଜ୍ୟଟାକୁ ଉପଭୋଗ କରି ଭାବିଛୁ। ଅନ୍ତତଃ ଆମେ ବେଲି ଭାଇଟା କିଛି ଜାଣିପାରିବୁନି ଭାଇ, କିଛି ଜାଣିପାରିବୁନି। ଏ ଦି ଜଣଙ୍କ ପାଇଁ ଯୋଉ ଶୁଭ ସମ୍ବାଦ ଅଛି ଯଥା ଶୀଘ୍ର ସେ ଶୁଭ ସମ୍ବାଦ ଜଣାଇ ଦେ। ଶୁଭ ସମ୍ବାଦ? ଶୁଭ ସମ୍ବାଦ ତାହେଲେ କୁହ ବାବୁ, ସେ ଶୁଭ ସମ୍ବାଦଟି କଣ? ସେ ଶୁଭ ସମ୍ବାଦ ହଉଛି ତୁମ ବଡ଼ ପୁଅ, କିଏ ଅଛି ଆମ ପୁଅ? ତୁମ ବଡ଼ ପୁଅ ଅକ୍ଷୟକୁ ଆମେ ମାରି ତମ ବଡ଼ ପୁଅ ଅକ୍ଷୟ ଏ ଦୁନିଆରେ ନାହିଁ, ମରି ସାରିଛି। ସେ ମାରି ଦେଇଛ ଆମେ ବେଲି ଭାଇ। ଏ କଣ କହୁଛ ତମେ? ଆମ ବଡ଼ ପୁଅ ଅକ୍ଷୟକୁ ତମେ ମାରି ଦେଇଛ? ମାରି ଦେଇଛ? ହେଲେ କଣ ଦୋଷ କରିଥିଲା ଆମ ପୁଅ ବାବୁ? ଆରେ ଦୋଷ କରିନଥିଲା ସିଏ, ଦୋଷ ତ କରିଥିଲୁ ତୁ ନିଜେ। ଯୋଉଦିନ ଆମ ବେନି ଭାଇଟାକୁ ରାଜ୍ୟରୁ ତଳି ଦେଇଥିଲୁ ସେଇଦିନ ହିଁ ମୁଁ ଶପଥ ନେଇଥିଲି। ଶପଥ ତ ବେନି ପୁଅଟାକୁ ଜୀବନରୁ ମାରିଦେଇ ତମ ଦି ଜଣଙ୍କୁ ତାଣ୍ଡର ଭିକାରୀ ସଜେଇ କଲ୍ପଲ୍ କରି ମାରିବା ପାଇଁ। ଆରେ ତ ବଡ଼ ପୁଅକୁ ମାରି ସାରିଛି, ବଞ୍ଚିଛି ପରା ତୋ ସାନ ପୁଅ ଅଭୟଟା। ତୋ ସାନ ପୁଅ ଅଭୟ। ଦିଦି ଆରେ ଶୁଣି ପାରୁଛ ଏମାନେ କଣ କହୁଛନ୍ତି? ଆମ ବଡ଼ ପୁଅ ଅକ୍ଷୟକୁ ଏମାନେ ଜୀବନରୁ ମାରି ଏ ଦି ଜଣ ଏଥର ଠିକ ବୁଝି ପାରିଥିବେ ଦୁଃଖ କେମିତି ଲାଗେ ଆଉ ଦୁଃଖ କାହାକୁ କୁହାଯାଏ। ସେମିତି ଦୁଃଖ ଆଗକୁ ଆଉ ଆମର ଅନେକ କାମ ବାକି ଅଛି। ମୋ ପାଇଁ ଗୋଟାଏ ରାଜ୍ୟ ରାଣୀ ମଧ୍ୟ ଖୋଜିବାର ଅଛି। ଆରେ ଚାଖେ ଏ ଦି ଜଣକୁ ଆଉ ଏମିତି ଛାଡ଼ି ପାରୁନି। ଦ୍ୱାପର ଯୁଗରେ ଯେମିତି କଂସ ଦେବକୀ ଆଉ ବସୁଦେବଙ୍କୁ ବନ୍ଧନ କରି କାରାଗାର ମଧ୍ୟ ରଖିଥିଲେ, ଠିକ ସେମିତି ଏ ଦି ଜଣଙ୍କୁ ବନ୍ଧନ କରି କାରାଗାର ମଧ୍ୟକୁ ନେଇଯା। ଆଉ ସେଇ କାରାଗାର ମଧ୍ୟରେ ଆରେ ଦେଖେ ଠିକ କହିଛୁ। ଆଉ ସେଇ କାଳ କୋଠରୀ ମଧ୍ୟରେ ଦି ଜଣ ତାଙ୍କ ନିଜ ଲୁହରେ ନିଜେ ଲେଖିବେ ଗପ।
রাজ্য সিংহাসনের বসিଥିବା ସମୟରେ ରାଜ୍ୟର ଜନପ୍ରଜାଙ୍କ ଉପସ୍ଥିତିରେ ମୋତେ ଯେଉଁ ଅପମାନ ଦେଇଥିଲୁ ଆଜି ସେଇ ଅପମାନର ପ୍ରତିଶୋଧଟା ମୁଁ ପୂର୍ଣ୍ଣ କରିସାରିଛି। ହଁ ପୂର୍ଣ୍ଣ କରିସାରିଛି। ଏକାଏବ ପ୍ରତିଶୋଧଟା ପୂର୍ଣ୍ଣ ହେଇପାରିନି। ତା ବଡ଼ ପୁଅକୁ ସିନା ମାରି ଦେଇଛି, ଆରେ ବଞ୍ଚିଛି ପରା ତା ସାନ ପୁଅଟା। ଯେ ପର୍ଯ୍ୟନ୍ତ ତା ସାନ ପୁଅକୁ ନ ମାରିଛି ସେ ପର୍ଯ୍ୟନ୍ତ ମୋ ପ୍ରତିଶୋଧଟା ପୂର୍ଣ୍ଣ ହେଇପାରିବନି। ଆରେ ଆସନ୍ତାକାଲି ଆମେ ଚାଲିଯିବା ବେନି ଭାଇ। ସେ ଶଳା ଭୟର ସନ୍ତାନ ଯୋଉଠି ଥିଲେ ମଧ୍ୟ ଶଳାଟାକୁ ମାରି ଶେଷ କରିବାକୁ ହବ। ଯାଏ ଅଭୟର ସନ୍ତାନ।